ବୀର ସୁରେନ୍ଦ୍ର ସାଏଙ୍କ 217ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଅନ୍ୟତମ। ତାଙ୍କର ଜନ୍ମ ଜୟନ୍ତୀ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହେବା ସହିତ ତାଙ୍କ ଜନ୍ମ ମାଟି ଖିଣାଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଖବର ଅନୁଯାୟୀ 23 ଜାନୁଆରୀ 1908 ମସିହାରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିବାରୁ 1840 ମସିହାରେ ତାଙ୍କୁ ବନ୍ଦୀ କରାଯାଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ତେବେ ତାଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନ ଖିଣ୍ଡାରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ପୂର୍ବତନ ବିଧାୟକ ନାଉରୀ ନାୟକ, ପୋଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ପଣ୍ଡା, ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସମେତ ଅନେକ ରାଜନେତା, ସରକାରୀ ଅଫିସର, ବିଭିନ୍ନ ପଞ୍ଚାୟତ ଅଞ୍ଚଳର ବରିଷ୍ଠ ନାଗରିକ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି ଆଜି ଖିଣ୍ଡାଠାରେ ପଦଯାତ୍ରା କରିବା ସହିତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି। ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବୀର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲିରୁ ବସନ୍ତ ରଣାଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। ବୀର ସୁରେନ୍ଦ୍ର ସାଏଙ୍କର ଜନ୍ମ ମାଟିକୁ ଆଜି ଆସିକି ମୁଁ ଅତ୍ୟନ୍ତ ଗୌରବଶାଳୀ ଅନୁଭବ କରୁଛି, ଅତ୍ୟନ୍ତ ସୌଭାଗ୍ୟଶାଳୀ ଅନୁଭବ କରୁଛି। 217 ବର୍ଷ ପୂର୍ବେ 19ବିଂଶ ଶତାବ୍ଦୀରେ ଏ ପ୍ରକାର ଏକ ବିରାଟ ମହାପୁରୁଷଙ୍କର ଜନ୍ମ ଏହି ଜାଗାରେ ହେଇଥିଲା। ତାଙ୍କ ସହ ଆଉ 6 ଭାଇ ଥିଲେ। ପୁରା ପରିବାରର ବଳିଦାନ କାରଣରୁ ଆଜି ଆମ ଦେଶ ସ୍ୱାଧୀନତା ହେଇପାରିଛି। ଏ ଅଜଣା ନାୟକଙ୍କୁ विश्व स्तर को नवार एटा ही समय आसी। प्रधानमंत्री नरेंद्र मोदी आह्वान देइछन्ति देशर अजଣା नायक मानकु सामना को आनिमा पड़ो। वीर सुरेंद्र साएंकर भाई उदंत साए जीवनर 47 वर्ष कारागार रे बितेइथिले। इतिहासकार माने कहवा आरंभ करणी बोध हुए पृथ्वीर एटा सबुठु लंबा कारावास रे कटैथिवा संग्रामी रो उदाहरण। से भलिया गाँ को आगामी दिन में ओडिशा सरकार तरफ सब विभाग को समन्वय करके एक आदर्श गाँव में परिणत करवा, एक समर्पण स्थली, प्रेरणार स्थली, एक आधुनिक सुविधा युक्त एक गाँ तैयारी करवा। ये समाज सब वर्ग को एकाठी करके वीर सुरेंद्र साएंकर आदर्श को आहरी लंबा समय पर्यटन नवा, यहीटा आमर आज दिन संकल्प। आज दिन में बहुत प्रभावित ये अंचल जड़े चाषी जहाँ का ना जदुमणि साहू महाशय तांको चाष कामरू पैसा बाहर करके 50,000 टंका आज वीर सुरेंद्र साएंक ना रे जिलापाल संबलपुर को हस्तांतरण कले। मुझे अनुरोध कली यहीटा को सी तो देते कमिटी उत्सव खर्च करने, मुझे अनुरोध कली ये समस्त मिसी गोटे सुरेंद्र साएंक ना रे छात्रवृत्ति निर्माण करवा व्यवस्था करवा, जहाँ द्वारा कि अंचल सुरेंद्र साएंकर आदर्श रे अनुप्राणित थी जो भाया से साहू को भाया उत्सर्गीकृत लोक मन आहरी प्रेरणा हम। बहुत बहुत धन्यवाद। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।